ଏବଂ ପ୍ରଧାନମନ୍ତ୍ରୀ ପୁନର୍ବାର ଓଡ଼ିଶା ଆସୁଛନ୍ତି ଏବଂ ସେଥିପାଇଁ ଘଣ୍ଟ ପାଟୁଆ ମାନେ ଆସିଛନ୍ତି ଏବଂ ପୁରୀ ଜିଲ୍ଲାରୁ ଏବଂ ଏହା ସହିତ କଳାହାଣ୍ଡିର ଯୋଉ ଘୁମୁରା ନାଚ ଯାହାକି ପ୍ରସିଦ୍ଧ ରାଜ୍ୟର ଏବଂ ଓଡ଼ିଶାର ପାରମ୍ପରିକ କଳା ଆଉ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି ଏବଂ ସମସ୍ତେ ଅପେକ୍ଷା କରି ରହିଛନ୍ତି ସେହି ମୁହୂର୍ତ୍ତକୁ କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ ଏବଂ ତାଙ୍କୁ ଏଇଭଳି ଢଙ୍ଗରେ ସ୍ୱାଗତ କରାଯିବ। ଗୋଟିଏ ପଟେ କଳାହାଣ୍ଡିର ଘୁମୁରା ନାଚ ଏବଂ ଅନ୍ୟପଟେ ସାରଳାରୁ ଆସିଥିବା ଏହି ଘଣ୍ଟ ପାଟୁଆ ସମସ୍ତେ ଅପେକ୍ଷା କରି ରହିଛନ୍ତି ଏବଂ ପାରମ୍ପରିକ ବାଦ୍ୟ ଗୀତରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯିବ ଏବଂ ଯେହେତୁ ଆଜି ଗୋଟେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଏବଂ ମୁଁ ଯାହା ପୂର୍ବ ବୁଲେଟିନରେ ମଧ୍ୟ କହୁଥିଲି ଡିଜିପି କନଫରେନ୍ସ ସହିତ ପାର୍ଟି କାର୍ଯ୍ୟାଳୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଯିବେ ତୁଙ୍ଗ ନେତାମାନଙ୍କୁ ସେ କ'ଣ ପରାମର୍ଶ ଦେଉଛନ୍ତି କ'ଣ ଉଦ୍ବୋଧନ ଦେଉଛନ୍ତି ତାହା ଅନେକ ଗୁରୁତ୍ୱ ବହନ କରୁଛି। ସାଧାରଣ ଲୋକଠୁ ଆରମ୍ଭ କରି ପାର୍ଟି କର୍ମକର୍ତ୍ତା ସମସ୍ତେ ଉତ୍ସାହିତ ବିଜେପି କ୍ୟାମ୍ପ ପୁରା ଉତ୍ସାହିତ ପ୍ରଧାନମନ୍ତ୍ରୀ ଆଜି କ'ଣ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ଆଜି କ'ଣ କହିବେ ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପ୍ରଧାନମନ୍ତ୍ରୀ ଆସିବେ। ଏହି କ୍ୟାପିଟାଲ ହସ୍ପିଟାଲ ଛକ ସମ୍ପୂର୍ଣ୍ଣ ଲୋକାରଣ୍ୟ ହୋଇ ଉଠିଲାଣି ଏବଂ ଦେଖିପାରୁଥିବେ ସେଇଭଳି ଭାବେ ଲୋକକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପୁରା ଯଦି ଦେଖିବେ ଯୋଉ ରୁଟ୍ ଦେଇ ପ୍ରଧାନମନ୍ତ୍ରୀ ଯିବେ ସେ ରୁଟ୍ରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଇଭଳି ଷ୍ଟେଜ୍ କରାଯାଇଛି। ଷ୍ଟେଜ୍ରେ ଓଡ଼ିଶାର ଲୋକକଳା ସଂସ୍କୃତି ପରମ୍ପରାର ଝଲକ ଦେଖିବାକୁ ମିଳିବ। ପ୍ରଧାନମନ୍ତ୍ରୀ ଏହି ଓଡ଼ିଶାର ଲୋକକଳାକୁ ଦେଖିବେ ଏବଂ ଓଡ଼ିଆ ସଂସ୍କୃତି ପରମ୍ପରା କେତେ ସମୃଦ୍ଧ ସେ ମଧ୍ୟ ଜାଣିବାକୁ ପାଇବେ ଏବଂ ପୁନର୍ବାର ଯେହେତୁ ଓଡ଼ିଶା ଆସୁଛନ୍ତି ଭବ୍ୟ ଆୟୋଜନ କରାଯାଇଛି। ସଂସ୍କୃତି ବିଭାଗ ପକ୍ଷରୁ ଏଇଭଳି ଷ୍ଟେଜ୍ କରାଯାଇଛି ଏବଂ ଏହି ଷ୍ଟେଜ୍ରେ ଲୋକକଳା ପ୍ରଦର୍ଶନ କରାଯାଉଛି ଏବଂ ଏହା ହେଉଛି ପ୍ରସିଦ୍ଧ ଘୁମୁରା ନାଚ ଯାହାକି କଳାହାଣ୍ଡିର ଏବଂ କଳାକାରମାନେ ନୃତ୍ୟ ପରିବେଷଣ କରୁଛନ୍ତି। ବାଜା ବାଜୁଛି ଧୁଲଧୁଲି ବାଜୁଛି ଏବଂ ଅପେକ୍ଷା ରହିଛି ଆଉ ମାତ୍ର କିଛି ସମୟକୁ କାହିଁକିନା ପ୍ରଧାନମନ୍ତ୍ରୀ ଆସିବେ ଏବଂ ସବୁ ଓଡ଼ିଶାର କଳା ସଂସ୍କୃତି ପରମ୍ପରାକୁ ଦେଖିବେ ଏବଂ ସାରଳାରୁ ଆସିଥିବା ଏହି ଘଣ୍ଟ ପାଟୁଆ ସେମାନେ ମଧ୍ୟ ଅପେକ୍ଷା କରି ରହିଛନ୍ତି ଯେ ତାଙ୍କର କଳା ନୈପୁଣ୍ୟ ଦେଖେଇବେ ଏବଂ ଯୋଉ ବାଜୁଛି ବାଜା ଏବଂ ଆପଣ ଦେଖୁଥିବେ ଘଣ୍ଟ ମଧ୍ୟ ବାଜୁଛି ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଛନ୍ତି ଆମେ କଥା ହେବା। ଆଜ୍ଞା ଆପଣମାନେ କୋଉଠୁ ଆସିଛନ୍ତି ଆପଣ ପଶ୍ଚିମେଶ୍ୱର ସାରଦା ପ୍ରସାଦ ରାଉଳ ସଭାପତି ଆମ ଜିଲ୍ଲାର ଗୌରବ। କେମିତି ଅନୁଭବ କରୁଛନ୍ତି ଆଜି ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଆପଣମାନେ ଏଇଭଳି କାର୍ଯ୍ୟକ୍ରମ ପରିବେଷଣ କରିବେ? ଆଜ୍ଞା ସାରା ଓଡ଼ିଶା ସାରା ଭାରତ ବୁଲିବି ଆମେ ପ୍ରୋଗ୍ରାମ କରୁଛୁ। ଜଗତସିଂହପୁର ଜିଲ୍ଲାର କଳା ହେଉଛି ଘଣ୍ଟ ନୃତ୍ୟ ଆଉ ପ୍ରଧାନମନ୍ତ୍ରୀ ଯେହେତୁ ଆସୁଛନ୍ତି ଆମମାନେ ବହୁତ ଗର୍ବିତ ସେଠି ପ୍ରୋଗ୍ରାମ କରିବା ପାଇଁ ଆସିଛୁ। ଅନେକ ଜାଗାରେ ଏଇଭଳି ଆପଣଙ୍କର ଘଣ୍ଟ କରିଥିବେ କାର୍ଯ୍ୟକ୍ରମ କରିଥିବେ କିନ୍ତୁ ଆଜି ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଆପଣମାନେ କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସିଛନ୍ତି ଓଡ଼ିଶାର କଳା ସଂସ୍କୃତି ପରମ୍ପରାକୁ ମଧ୍ୟ ଦେଖିବେ। ଆଜ୍ଞା ଆମେ ତ ପ୍ରୋଗ୍ରାମ ବହୁତ କରୁଛୁ ଷ୍ଟେଜ ପ୍ରୋଗ୍ରାମ ଇଏ ପ୍ରଧାନମନ୍ତ୍ରୀଙ୍କ ପ୍ରୋଗ୍ରାମ ନିଆରା ପ୍ରୋଗ୍ରାମ।